ଆକାରରେ ହଉ ଏଠି ବି କେନ୍ଦ୍ରାପଡ଼ାରେ ଭଲ ଟିକେ ବାଲିଯାତ୍ରା ଏ ବର୍ଷ ଷ୍ଟାର୍ଟ କରିଛନ୍ତି। ଆଉ ଛୋଟରୁ ହିଁ ବଡ଼ ଭଲସେ କରିବେ ଧୀରେ ଧୀରେ କରୁ କରୁ। ଆଉ କଟକ ତ ଟାଇମ୍ ହେଲାନି, ମୁଁ କହିଲି ଏଇଠିକି ଯାଉ ଟିକେ ବୁଲିବାଲି ଆଇଲେ ଟିକେ ହେଲା। କେଉଁ କଟକ ଯାଇକିନା କି କ'ଣ କିଣି ଆଣିଥାନ୍ତୁ ନା ନାଇଁ, ସେଇ ଟିକେ ମଜା ଲାଗିଥାନ୍ତା। ରାତିରେ ଟିକେ ଲାଇଟ୍ ଫାଇଟ୍ ଦୋଳି, ମୋ ପୁଅ ପାଇଁ ଅଧା ଆସିଛି ନା ସେଇ କଟକ କଟକ ବାଡ଼େଇ ହେଉଥିଲା। ବାବାର ଟାଇମ୍ ହେଲାନି, ସେଠୁ ଏଇଠିକି ଆମେ ଟିକେ ଆସିଛୁ। ମୁଁ ଟିକେ ଇୟରିଂ ପାଖରେ ରହିଗଲି, ଅବଶ୍ୟ କିଛି ଆଣିଲିନି, ମୋର ବହୁତ ସାରା ଅଛି ବୋଲି। ମୁଁ କହିଲି ନା ଆଉ ଏତେ ଜିନିଷ ନେଇକି ଥୋଇଲେ ଆଡ଼େ ସାଡ଼େ ଭଲ ନୁହଁ। ତାଉ ବହୁତ ଭଲ ଡିଜାଇନ୍ ସବୁ ଜିନିଷ ଆସିଥିଲା। ଏଇଟା କ୍ଲଚର୍ ଦେଖନ୍ତୁ, ଗୋଟେ ସୁନ୍ଦର ଲାଗୁଥିଲା, ମୋତେ କ୍ୟୁଟ୍ ଲାଗୁଥିଲା। କିନ୍ତୁ ଏତିକି ଟିକେ ଛୋଟଟା ଆମର କେଉଁ କାମରେ ଆସିବନି, ବହୁତ ଟିକେ ଚୁଟି ଧରିବ। ଏଠି ତାଙ୍କର ପାମ୍ପଡ଼ ଆକରେ ଇଏ ଖାଇଲା, ଏଠି କୋବି ପକୋଡ଼ା ଟିକେ ସୁନ୍ଦର ଗୁଡ଼ା କାରିଗରୀ ସବୁ କରୁଛନ୍ତି। ଠାକୁରଙ୍କର ଇଏ ସବୁ କାନ୍ଥରେ ମାରିବାକୁ ପୁରା ସଜେଇଛନ୍ତି ସବୁ। ଭଲ ସବୁ ଜିନିଷ ଭଲ ଆସିଲା। ଧୀରେ ଧୀରେ ଭଲ ଭଲ ଜିନିଷ ସବୁ ନେକ୍ସଟ୍ ଟାଇମ୍ ସବୁ ଆଣିବେ। ସବୁ କ୍ୱାଲିଟି ଜିନିଷ ଆସିଲା, ଭଲ ଜିନିଷ ଲୋକ ବି ନେଉଥିଲେ। ତାପରେ ମୁଁ ଟିକେ ଏଠି କହିଲି ମୁଁ ଟିକେ ଲଙ୍କା ଚପ୍ ଆମେ ଟିକେ ଖାଇଦେବା, ଜଷ୍ଟ ଅଳ୍ପ ଟିକେ ଖାଇବା। ସେ ତାର ଟିକେ ଏଠି ବସିଗଲା ଡ୍ରାଗନ୍ ଟ୍ରେନ୍ରେ। ଏଇ କହୁଥିଲା ଆଗରେ ରାମଦୋଳିରେ ବସିବ। ମୁଁ କହିଲି ଜମା ସେ ରାମଦୋଳିରେ ତୁ ବସନା, ତୁ ଡରିଯିବୁ। ସେଠୁ ପାଟି କଲି ଯେମିତି, କହିଲା ହଉ ଠିକ୍ ଅଛି ମୁଁ ଏଇଥିରେ ବସିକି ଚଳେଇଦେବି। ମୁଁ କହିଲି ହଉ ଯାହା କରୁଛୁ କର, ଟିକେ ଏଠି ବୁଲିଦେବା ଆଉ ପଳେଇବା।